କଳିଯୁଗରେ ନାମ ହିଁ ସାର। ଏହା ସବୁ ଶାସ୍ତ୍ରରେ ଲେଖାଯାଇଛି। ଆମେ ଭଗବାନଙ୍କୁ ଯଦି ପାଇବାକୁ ଚାହୁଁଛୁ ତାହେଲେ ତାହାର ସହଜ ଉପାୟ ଏ କଳିଯୁଗରେ ତାଙ୍କର ନାମ ଜପ କରିବା ଅତ୍ୟନ୍ତ ଜରୁରୀ। ନାମରେ ଅନେକ ଫଳ ମିଳିଥାଏ। ତାହା ରାମଚରିତ ମାନସରେ ସନ୍ଥ ତୁଳସୀ ଦାସ ବୁଝେଇଛନ୍ତି। ନାମ, ଯଦି ଆମେ ନାମର ଅର୍ଥ ବା ମାହାତ୍ମ୍ୟକୁ ବୁଝି ତାକୁ ନିରନ୍ତର ଜପ କରିବା ତାହେଲେ ଅନେକ ମୂଲ୍ୟ ଆମକୁ ମିଳିଥାଏ। ଯେପରି ଯଦି ନାମର ଅର୍ଥକୁ ସଠିକ ଢଙ୍ଗରେ ନ ଜାଣି ଜପ କରିବା ତାହେଲେ ତା ମୂଲ୍ୟ ହୁଏତ ଆମକୁ ଠିକ ଭାବରେ ବୁଝିପାରିବା ନାହିଁ ବା ଭଗବାନଙ୍କୁ ଠିକ ଭାବରେ ଆମେ ଜାଣିପାରିବା ନାହିଁ। ଯଦି କୌଣସି ମୂଲ୍ୟବାନ ପଦାର୍ଥ, ଏଇଟା ହୀରା କି ମୋତି, ଯଦି ଆମେ ଜାଣିପାରିବା ତାହେଲେ ତାହା ଆଖି ବନ୍ଦ କରି ବି ଆମ ହୃଦୟରେ ଝଲସି ଉଠିବ। ଯଦି ଉକ୍ତ ମୂଲ୍ୟବାନ ପଦାର୍ଥ କ'ଣ ବୋଲି ଆମେ ଜାଣିନଥିବା, ହାତରେ ଧରିଲେ ମଧ୍ୟ ତାର ମୂଲ୍ୟ ବୁଝିପାରିବା ନାହିଁ ବା ତାକୁ ଆମେ ଏଡ଼େଇ ଦେଇପାରିବା। ସେହିଭଳି ଭଗବାନଙ୍କର ମହିମାକୁ ସଠିକ ରୂପରେ ଜାଣି ତାକୁ ହୃଦୟରେ ଆମେ ଧାରଣ କଲେ ଭଗବାନଙ୍କର ସତ୍ତାକୁ ଆମେ ସଠିକ ରୂପରେ ଅନୁଭବ କରିପାରିବା। ଯଦି ସନ୍ଥ ତୁଳସୀ ଦାସ ରାମଚରିତ ମାନସ କହୁଛନ୍ତି ଯେ ଯଦି ତୁମର ଅନ୍ତର ଓ ବାହାରକୁ ଆଲୋକିତ କରିବାକୁ ଚାହୁଁଛ ତାହେଲେ ତୁମ ମୁଖ ରୂପୀ ଦ୍ୱାରରେ ଆଉ ଜିହ୍ବା ରୂପୀ ଯେଉଁ ଏରୁଣ୍ଡି ବନ୍ଧ ଅଛି ସେଠାରେ ରାମ ନାମ ରୂପୀ ମଣିଦୀପକୁ ଜାଳି ଦିଅ। ତାହେଲେ ପରମାତ୍ମାଙ୍କ ଗୂଢ଼ ରହସ୍ୟ ବା ଯଥାର୍ଥ ମହିମା ତାଙ୍କର ଜାଣିବାକୁ ଚାହୁଁଥିବା ଜିଜ୍ଞାସୁମାନେ ସେହି ନାମ ଜପ କରି ତାହା ଜାଣିପାରିବ ଏବଂ ତା ଯଥାର୍ଥ ମହିମା ଆମେ ଜାଣିପାରିବା। ଲୌକିକ ସିଦ୍ଧି ଯେଉଁମାନେ କି ଅର୍ଥ ଧନ ଚାହୁଁଛନ୍ତି, ଏହି ନାମ ଜପ କରି ସେମାନେ ତାହା ହାସଲ କରିପାରିଥାନ୍ତି। ଯଦି କୌଣସି ଲୋକ ସଙ୍କଟରେ ପଡ଼ିଥାଏ ତାର ସଙ୍କଟ ଦୂର ହୋଇ ସେ ସୁଖ ପ୍ରାପ୍ତି ହୁଏ। ଆଉ ଏହି ନାମ ଜପ ମାଧ୍ୟମରେ ଆମେ ଅଷ୍ଟସିଦ୍ଧି ମଧ୍ୟ ପ୍ରାପ୍ତି କରିପାରିବା। ସଙ୍କଟରେ ପଡ଼ିଥିବା ଲୋକମାନେ ନାମ ଜପ କଲେ ସଙ୍କଟ ଦୂର ହୁଏ, ସେମାନେ ସୁଖ ଶାନ୍ତି ମଧ୍ୟ ପାଆନ୍ତି। ଜଗତରେ ଆମେ ଚାରି ପ୍ରକାର ଲୋକ ସାଧାରଣତଃ ଭଗବାନଙ୍କୁ ଡାକିଥାନ୍ତି ବା ନାମ ଜପ କରିଥାନ୍ତି। ଅର୍ଥାତ୍ ଯେଉଁମାନେ ଅର୍ଥ ଧନ ସମ୍ପତ୍ତି ସୁଖ ସମୃଦ୍ଧି ପାଇଁ ଇଚ୍ଛା କରନ୍ତି ସେମାନେ ଭଗବାନଙ୍କୁ ଜପ କରିଥାନ୍ତି ଏବଂ ସେମାନେ ତାହା ପାଇଥାନ୍ତି ମଧ୍ୟ। ଆର୍ତ ବିପଦ ସଙ୍କଟରେ ପଡ଼ି ଆର୍ତ ଭାବରେ ଭଗବାନଙ୍କୁ ଡାକନ୍ତି, ହେ ପ୍ରଭୁ ଆମକୁ ଉଦ୍ଧାର କର, ଏ ବିପଦରୁ ଉଦ୍ଧାର କର, ଆମକୁ ରକ୍ଷା କର। ଏବଂ ସେ ମଧ୍ୟ ସେଠାରୁ ଭଗବାନଙ୍କ ନିରନ୍ତର ନାମ ଜପ ଫଳରେ ଉଦ୍ଧାର ପାଇଥାଏ। ଜିଜ୍ଞାସୁ ଯେଉଁମାନେ କି ଭଗବାନଙ୍କୁ ଜାଣିବାର ଇଚ୍ଛା ରଖି ତାଙ୍କୁ ଜପ କରିଥାନ୍ତି ଏବଂ ଜ୍ଞାନୀ ଯେଉଁମାନେ ସତତ ଭଗବାନ କ'ଣ ବୋଲି ଜାଣି ତାଙ୍କ ପ୍ରେମରେ ନିମଗ୍ନ ରହି ତାଙ୍କୁ ଜପ କରନ୍ତି। ଏହି ଚାରିଜଣ ବ୍ୟକ୍ତି ସେମାନେ ପୁଣ୍ୟାତ୍ମା, ଉଦାର ଓ ପାପରହିତ ବୋଲି ଶାସ୍ତ୍ର